ଆରବ ଦେଶରେ ଜଣଙ୍କର ଗୋଟିଏ ଭଲ ଘୋଡ଼ା ଥିଲା। ସେ ଦେଶରେ ଜଣେ ଧନୀ ବ୍ୟକ୍ତି ତାକୁ କିଣିବା ପାଇଁ ବହୁତ ଯୋଗାଡ଼ କଲା, ହେଲେ କିଣିପାରିଲା ନାହିଁ। ତହୁଁ ସେ ଘୋଡ଼ାଟିକୁ ଠକି ନେବା ପାଇଁ ଗୋଟିଏ ଫିକର କଲା। ମୁହଁରେ ଗୁଡ଼ିଏ ଏଣୁତେଣୁ ରଙ୍ଗ ବୋଳି, ଛିଣ୍ଡା କନା ପିନ୍ଧି ସଡ଼କ ପାଖରେ ବହୁତ ଦିନର ରୋଗୀ ଭଳି ପଡ଼ି ରହିଲା। ଯେତେବେଳେ ସେହି ଘୋଡ଼ାରେ ବସି ଲୋକଟି ସେହି ବାଟେ ଗଲା, ସେତେବେଳେ ସେହି ଧନୀଟି ମିଛରେ ପେଟକୁ ଖଙ୍କି ଦାନ୍ତ ନିକୁଟି ହାତ ବଢ଼ାଇ ତାକୁ କିଛି ମାଗିଲା। ଅଶ୍ୱାରୋହୀ ଭାବିଲେ, ଏ ଲୋକଟି ପ୍ରକୃତ ବଡ଼ କଷ୍ଟ ପାଉଛି, ଏହାର ଚଳିବାକୁ କ୍ଷମତା ନାହିଁ। ତହୁଁ ସେ କିଛି ଦେଇ ଚାଲିଯିବେ ବୋଲି ଭାବିଲେ। ଘୋଡ଼ାରୁ ଓହ୍ଲାଇଲେ। ଲୋକଟିକୁ ବହୁ କଷ୍ଟରେ ଉଠାଇ ଘୋଡ଼ା ଉପରେ ବସାଇଲେ। ସେହି କପଟୀ ଲୋକଟି ଯେପରି ଘୋଡ଼ା ଉପରେ ବସିଛି, ଛାଟେ ମାରି ଘୋଡ଼ାକୁ ଖୁବ୍ ବେଗରେ ଦୌଡ଼ାଇଲା। ଘୋଡ଼ାର ମୁନିବ ବର୍ତ୍ତମାନ ସେ ବିଶ୍ୱାସଘାତକୁ ଚିହ୍ନି ପାରିଲେ। ସେ ପଛରୁ ଡାକ ପକାଇ କହିଲେ, ଦେଖ ଭାଇ, ସଂସାରରେ ଧନ ସମ୍ପଦ କିଛି ଚିର ରହିବ ନାହିଁ, କି ସ୍ୱର୍ଗକୁ ନେଇଯିବ ନାହିଁ। ତୁମ୍ଭେ ବି ମଲାବେଳେ ଏ ଘୋଡ଼ାକୁ ସାଙ୍ଗରେ ନେଇ ଯିବ ନାହିଁ। ତେବେ ମୋଠାରୁ ଗୋଟିଏ କଥା ଶୁଣିଯାଅ। ସେହି କପଟୀଟି କିଛି ଦୂର ଯାଇ ଘୋଡ଼ାକୁ ଅଟକାଇଲା। କ'ଣ କହିବ ଚଞ୍ଚଳ କହ। ତହୁଁ ସେ ସାଧୁ ଲୋକ ଏତିକି କହିଲେ, ତୁମେ ଘୋଡ଼ାକୁ ନିଅ ପଛକେ, କାହାରିକୁ କହିବ ନାହିଁ ଯେ ଏହିଭଳି ଠକି କରି ଆଣିଛ। ତାହା ଶୁଣିଲେ ଲୋକେ ରୋଗୀ ବା ନିରାଶ୍ରୟକୁ ଆଉ ଆଶ୍ରୟ ଦେବେ ନାହିଁ। ଏପରି କଥା ଶୁଣି ସେ ଧନୀର ମନ କ'ଣ ହୋଇଗଲା। ସେ ବଡ଼ ଲଜ୍ଜା ପାଇଲା। ଘୋଡ଼ାରୁ ସେହିକ୍ଷଣି ଓହ୍ଲାଇ ପଡ଼ି ଘୋଡ଼ାଟିକୁ ତାଙ୍କୁ ଫେରାଇ ଦେଲା। ନିଜର ଭୁଲ ପାଇଁ ଧନୀ ଲୋକଟି ସାଧୁ ଲୋକଟିକୁ କ୍ଷମା ମାଗିଲା।